ପିଲାଏ, ତମେ ଜାଣିଛ ପୃଥିବୀ ପୃଷ୍ଠରେ ଯେତେବେଳେ ଅଧର୍ମର ଭାର ବଢ଼ିଯାଏ, ଭଗବାନ ନୂଆ ଅବତାର ନେଇ ପୃଥିବୀକୁ ଆସିଥାନ୍ତି ଆଉ ସେ ଦୁଷ୍ଟ ଶକ୍ତିକୁ ବିନାଶ କରିଥାନ୍ତି। ସତ୍ୟ ଓ ନ୍ୟାୟର ବିଜୟ ହୁଏ ଆଉ ଦୁଷ୍ଟ ଶକ୍ତି ହାର ମାନେ। ସେହିଭଳି ଯେତେବେଳେ ମହିଷାସୁରର ପ୍ରାଦୁର୍ଭାବ ଜଗତରେ ବଢ଼ିଲା, ମା ଦୁର୍ଗା 10 ଭୁଜା ରୂପ ନେଇ ପୃଥିବୀକୁ ଓହ୍ଲାଇ ଆସିଥିଲେ ଏବଂ ମହିଷାସୁରକୁ ବଦ୍ଧ କରିଥିଲେ। ସେଇଥିପାଇଁ ତ ଶାରଦୀୟ ପୂଜାର ଆସର ଚାରିଆଡ଼େ। ମାଙ୍କ ଆବାହନ ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି। ସୁଉଚ୍ଚ ତୋରଣ, ପୂଜା ମଣ୍ଡପ, ରୋଷଣୀ ସବୁ ସଜା ହେଲାଣି। ସହର ବଜାର, ଗାଁ ଗଣ୍ଡା ଚଳଚଞ୍ଚଳ ହୋଇ ଉଠିଲାଣି କେବଳ ମାଙ୍କ ପାଇଁ। ପିଲାଏ, ତମେମାନେ ମଧ୍ୟ ଦଶହରା ସମୟରେ କୁଆଡ଼େ ବୁଲିଯିବ, ସେସବୁ ବିଷୟ ମଧ୍ୟ ଚିନ୍ତା କରିବନି ନାହିଁ? ଆଚ୍ଛା, ହଉ, ଆସ ତେବେ ମାଙ୍କ ଆବାହନକୁ ଧ୍ୟାନରେ ରଖି ଶୁଣିବା ଏହି ଭକ୍ତି ଗୀତ। ଗାଇଛନ୍ତି ନିହାରିକା ପାଣିଗ୍ରାହୀ, ରଚନା ବାବାଜୀ ଚରଣ ଜେନା। জয় মা গৌরী হর বনহারি, জয় মা জয় ভবানী, জয় মা জয় ভবানী, জয় মা গৌরী হর বনহারি, জয় মা জয় ভবানী, জয় মা জয় ভবানী, অভয় দায়িনী ভকত পালিনী, অভয় দায়িনী ভকত পালিনী, দর্শন দিয় জননী, জয় মা গৌরী, জয় মা গৌরী। মরতরে যেবে পাপ ভারা বঢ়ে, আসনানা রূপ ধরি, সন্থজন পাড়ি দুরিত বিনাশু, ধর্মর ত্রিশূল ধরি, দুর্গতি কাଳରେ দুর্গা রূপ ধরি, দুর্গতি কাଳରେ দুর্গা রূপ ধরি, আসু তুমা ত্রিলোচনী, জয় মা গৌরী, জয় মা গৌরী।
ପିଲାମାନେ, ସଫାସୁତୁରା ରହିବା ଏକ ଭଲ ଅଭ୍ୟାସ। ସବୁଦିନ ଗାଧେଇ ସଫା ଲୁଗା ପିନ୍ଧିବା ଛଡ଼ା ନିଜ ଆଖପାଖ ଅଞ୍ଚଳକୁ ମଧ୍ୟ ସଫା ରଖିବା ଆମ କର୍ତ୍ତବ୍ୟ। ଆମ ନିଜ ଘରକୁ ଆମେ ଯେମିତି ସଫା ରଖୁଛେ, ସେମିତି ସ୍କୁଲ, ବଜାର, ଖେଳପଡ଼ିଆ, ରାସ୍ତାଘାଟ ଏସବୁକୁ ସଫା ରଖିବା ନିହାତି ଦରକାର। ଆସ ଆଜି ଶୁଣିବା ସଙ୍ଗୀତ ରୂପକ ସ୍ୱଚ୍ଛତା ହିଁ ସୁସ୍ଥତା। ଏହି ସଙ୍ଗୀତ ରୂପକଟିକୁ ଲେଖିଛନ୍ତି ବଳଭଦ୍ର ମହାନ୍ତି ଏବଂ ପରିବେଷଣ କରିଛନ୍ତି ରାଣୀହାଟ ଉଚ୍ଚ ବିଦ୍ୟାଳୟ କଟକର ପିଲାମାନେ। ଚାଲ ପିଲେ ଶୁଣିବା ସଙ୍ଗୀତ ରୂପକ ସ୍ୱଚ୍ଛତା ହିଁ ସୁସ୍ଥତା। ରାଜୁ, ରିନି, ମିନି, ଶୁଣ ଶୁଣ। କ'ଣ କହୁଛୁ? କହୁନୁ ଚୁମ୍କି। ଆମ ଇକୋ କ୍ଲବ ଦାୟିତ୍ୱରେ ଥିବା ଆଶୁତୋଷ ସାର୍ କହିଥିଲେ। କ'ଣ କହିଥିଲେ କହୁନୁ? ରବିବାର ଦିନ ଆମ କ୍ଲବ ତରଫରୁ ଗୋଟିଏ ସ୍ୱଚ୍ଛ ଭାରତ ଅଭିଯାନ ହେବ। ଠିକ୍ ଠିକ୍। ହଉ ଚାଲ ଯିବା, ସାର୍ଙ୍କ ପାଖରୁ ବୁଝିବା। ପିଲାମାନେ କୁଆଡ଼େ ଆସିଲ? ସାର୍, ଆପଣ ପରା କହିଥିଲେ ରବିବାର ଦିନ ଆମ ଇକୋ କ୍ଲବ ତରଫରୁ ସ୍ୱଚ୍ଛ ଭାରତ ଅଭିଯାନରେ ସହରର ସଫେଇ କରିବାକୁ। ହଁ ସାର୍, କାଲି ପରା ରବିବାର। ଆରେ ବାଃ, ତମମାନେ ଠିକ୍ ମନେ ରଖିଛ ମୋ କଥା। ଆଉ ମୁଁ ତ ପୁରା ଭୁଲି ଯାଇଥିଲି। ଆମେ ତେବେ କେଉଁଠିକି ଯିବା ସଫେଇ କାମ କରିବାକୁ? ସାର୍, ମୁଁ ଭାବୁଛି ଆମ ସ୍କୁଲ ପାଖ କଲୋନୀକୁ ଯିବା। ନାଇଁ ସାର୍, ମୁଁ ଭାବୁଛି ଆମ ସହରର କେଉଁ ଏକ ବସ୍ତିକୁ ଯାଇ ସେଇଠି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରିବା। ହଁ ସାର୍, ଚୁମ୍କି ପୁରା ଠିକ୍ କହିଛି। ବସ୍ତିର ଲୋକେ ଅଳିଆ ଆବର୍ଜନା ଏଠି ସେଠି ପକାଉଛନ୍ତି। ଖାଲି ସେତିକି ନୁହେଁ ସାର୍, କେହି କେହି ଏଇ ଯାଏଁ ପାଇଖାନା ବି ତିଆରି କରିନାହାନ୍ତି। ବହୁତ ଭଲ ହେବ ସାର୍। ଆମେ ସେମାନଙ୍କୁ ପାଇଖାନା ତିଆରି କରିବା ପାଇଁ ସରକାରଙ୍କ ଆର୍ଥିକ ସାହାଯ୍ୟ କଥା କହିବା। ଅଳିଆ ଆବର୍ଜନାକୁ କିପରି ବିନିଯୋଗ କରିବାକୁ ପଡ଼ିବ ସେ କଥା ମଧ୍ୟ କହିବା। ସାର୍, ମୁଁ ଦେଖିଛି ସେଠାରେ କିଛି ପିଲା ସ୍କୁଲକୁ ନ ଆସି ଜରି, ବୋତଲ, ପଲିଥିନ୍ ଇତ୍ୟାଦି ଗୋଟାନ୍ତି। ସେ ବିଷୟରେ ବି ତାଙ୍କୁ ବୁଝାଇଦେବା। ସ୍ୱଚ୍ଛ ଭାରତ ଅଭିଯାନରେ ତମମାନଙ୍କ ଉତ୍ସାହ ଦେଖି ମୁଁ ସତରେ ଖୁସି। ତୁମମାନଙ୍କ କଥା ନିଶ୍ଚୟ ରହିବ। ଆମେ କାଲି ସକାଳୁ ସମୁଦ୍ରକୂଳ ବସ୍ତିକୁ ଯାଇ ସଫେଇ କାମ ଆରମ୍ଭ କରିବା। ହଁ ସାର୍, ଆମେ କାଲି ସକାଳୁ ସକାଳୁ ସ୍କୁଲକୁ ଆସିବୁ। ଏଇଠୁ ଆମେ ମାନେ ସମସ୍ତେ ମିଶିକି ଯିବା। ଠିକ୍ ଅଛି, ଏଥର ସମସ୍ତେ ଘରକୁ ଯାଅ। ସାର୍ ନମସ୍କାର। ସାର୍ ଦେଖନ୍ତୁ, ରାସ୍ତାରେ କେତେ ଅଳିଆ ଆବର୍ଜନା ପଡ଼ିଛି। ଏଇ ଦେଖନ୍ତୁ ସାର୍, ଡ୍ରେନ୍ କେମିତି ଅଳିଆରେ ଭର୍ତ୍ତି ହୋଇ ରହିଛି। ପରିବେଶ ବହୁତ ଦୁର୍ଗନ୍ଧମୟ। ହଁ ତ ସାର୍, ଏଇଠି ଦେଖୁନାହାନ୍ତି କେମିତି ମାଛ କାତି, କୁକୁଡ଼ା ପର, ପ୍ଲାଷ୍ଟିକ ବୋତଲ, ପରିବା ଚୋପା ଏଠି ସେଠି ପଡ଼ିଛି। ଖାଲି କ'ଣ ସେତିକି? ଏପଟେ ପୁରୁଣା ଟାୟାର, ପଇଡ଼ ଖୋଳ, ସଢ଼େଇ କେତେ କ'ଣ ପଡ଼ିଛି। କ'ଣ ବୁଝିଲ? ସମସ୍ତେ କୋଦାଳ, ଝାଡ଼ୁ, ଝୁଡ଼ି ଧରି ସଫେଇ କାମ ଆରମ୍ଭ କର। ହାତରେ ସମସ୍ତେ ଗ୍ଲୋଭ୍ସ ପିନ୍ଧିବ। ହଁ ସାର୍। ତୁମେ ସବୁ ଗୋଟିଏ ସ୍ଥାନରେ ନ ରହି ଭାଗ ଭାଗ ହେଇ ସଫା କର, ହେଲେ ଶୃଙ୍ଖଳା କିନ୍ତୁ ରକ୍ଷା କରିବ। ହଁ ସାର୍। ଏ ଚୁମ୍କି, କ'ଣ କହୁନୁ? ଏପଟେ ଟିକେ ଝାଡୁ ମାରିଲୁ। ହଁ ହଁ, ମାରୁଛି। ମିନି, ମିନି, ତୁ ଝୁଡ଼ିଟା ଏପଟକୁ ଆଣିଲୁ। ନଉଛି, ରହ। ଏଠି ପରା କେତେ ଅଳିଆ ପଡ଼ିଛି। ସାର୍, ଏଠି ଦେଖନ୍ତୁ କେତେ ଅନାବନା ଘାସ ଅଛି। ୟାକୁ ସବୁ ସଫା କରିଦେବି। ହଁ, ସବୁ ସଫା କରି ଗୋଟେ ଜାଗାରେ ଏକାଠି କର। ମୁଁ ବି ତୁମମାନଙ୍କୁ ସହଯୋଗ କରୁଛି। ଆସ। ହଁ ସାର୍। ସାର୍, ଅଳିଆକୁ ଏକାଠି ଗଦା କରି ନିଆଁ ଲଗେଇ ଦେବା ତ? ନାଇଁ, ସେମିତି କରନି। ନିଆଁ ଲଗେଇଦେଲେ ଧୂଆଁରେ ପରିବେଶ ଦୂଷିତ ହେଇଯିବ ଯେ। ସତ କଥା, ଆମ ବିଜ୍ଞାନ ବହିରେ ପରା ପଢ଼ା ହୋଇଛି। କ'ଣ ପଢ଼ା ହୋଇଛି କହୁନୁ? ଅଳିଆ ଆବର୍ଜନାକୁ ଠିକ୍ ଭାବରେ ବିନିଯୋଗ କଲେ ପରିବେଶ ଦୂଷିତ ହେବନି। ଠିକ୍ ମନେ ରଖିଛ। ଏଠି ଯେଉଁ ଅଳିଆ ତମେ ସଫା କଲ, ସେଥିରେ ପଲିଥିନ୍, ପ୍ଲାଷ୍ଟିକ, ବୋତଲ, ରବର ଜିନିଷ, ଇଟା ଖଣ୍ଡ, ଲୁହା ଖଣ୍ଡ, କାଗଜ ଟୁକୁଡ଼ା, ଚିରାକନା, ପରିବା ଚୋପା, ଅଣ୍ଡା ଖୋଳ, ଏମିତି କେତେ କ'ଣ ଅଛି। ଆସ, ଏସବୁକୁ ଆମେ ଅଲଗା କରିଦେବା। ସାର୍, ଅଲଗା କାହିଁକି କରିଦେବା? ଯେଉଁଗୁଡ଼ିକୁ ଖତ କରିହେବ ତାକୁ ପୋତି କମ୍ପୋଷ୍ଟ କରିବା। କିଛି କଠିନ ପଦାର୍ଥକୁ ଜାଳି ତାର ତାପ ସାହାଯ୍ୟରେ ବିଦ୍ୟୁତ୍ ଶକ୍ତି ବାହାରି ପାରିବ। ଆଉ କିଛିକୁ ଆମେ ଡଷ୍ଟବିନ୍ରେ ପକାଇଦେବା। ହଁ ଶୁଣ, ଏ ବିଷୟରେ ମୁଁ ତମକୁ କ୍ଲାସ୍ରେ କହିବି। ହଁ ସାର୍। ଆଚ୍ଛା ଶୁଣ, ଆମର ସଫେଇ ସରିଗଲା। ଆସ ବସ୍ତିର ଲୋକଙ୍କୁ ଭେଟିବା। ସାର୍, କାହିଁକି? ଆମେ କ'ଣ ସବୁବେଳେ ଏଠିକି ଆସି ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହେଇପାରିବା? ତେଣୁ ସେମାନଙ୍କୁ ଆଜି ଅପରାହ୍ନରେ ଗୋଟିଏ ସଭା କରି ଏକାଠି କରି ସ୍ୱଚ୍ଛ ଭାରତ ଅଭିଯାନ ଉପରେ ବୁଝେଇବା। ତାପରେ ସେମାନେ ସଚେତନ ହେବେ, ନିଜ ବସ୍ତିକୁ ସଫା ରଖିବେ। ବଢ଼ିଆ ପ୍ରସ୍ତାବ ସାର୍। ଆମେ ସଭାକୁ ବିଜ୍ଞାନ ମିସ୍କୁ ବି ଡାକି ଆଣିବା। ସେ ସେମାନଙ୍କୁ କିଛି କହିବେ।
ହଁ ସାର୍, ବଢ଼ିଆ ହବ। ଆଚ୍ଛା, ଏଥର ଆସ। ସ୍କୁଲରେ ସମସ୍ତଙ୍କ ପାଇଁ ରୋଷେଇ ହେଇଥିବ। ସମସ୍ତେ ଖାଇ ଟିକେ ବିଶ୍ରାମ ନେଇ ଅପରାହ୍ନରେ ଆସିବା। ହଉ ହଉ, ଠିକ୍ ଅଛି ସାର୍। ପରିବେଶ ଭଲ ଥିଲେ ସ୍ୱାସ୍ଥ୍ୟ ଭଲ ରହିଥିବ। ଗାନ୍ଧିଜୀଙ୍କ ଆହ୍ୱାନ ସଦା ମନେ ରହିଥିବ। ପରିବେଶ ଭଲ ଥିଲେ ସ୍ୱାସ୍ଥ୍ୟ ଭଲ ରହିଥିବ। ଗାନ୍ଧିଜୀଙ୍କ ଆହ୍ୱାନ ସଦା ମନେ ରହିଥିବ। ନିଜେ ବି ରହିବା, ଅନ୍ୟକୁ କହିବା, ନବା ଶପଥ। ସ୍ୱଚ୍ଛ ଭାରତ ମୋ ସ୍ୱଚ୍ଛ ଭାରତ, ସ୍ୱଚ୍ଛ ଭାରତ ମୋ ସ୍ୱଚ୍ଛ ଭାରତ। ସମସ୍ତେ ନୀରବତା ରଖନ୍ତୁ। ଏହି ସଭାରେ ବସ୍ତିର ମୁଖ୍ୟ ଅଛନ୍ତି। ଆପଣମାନଙ୍କୁ ଆମେ ବୁଝାଇବୁ ସ୍ୱଚ୍ଛତା ବା ପରିଷ୍କାର ପରିଚ୍ଛନ୍ନ ବିଷୟରେ। ତମମାନେ ଯେପରି ରାସ୍ତା କଡ଼ରେ ଅଳିଆ ପକାଉଛ, ରାସ୍ତା ଅପରିଷ୍କାର କରୁଛ, ଏହାଦ୍ୱାରା ତମମାନଙ୍କର କ୍ଷତି ହେଉଛି। ତା ସାଙ୍ଗକୁ ପରିବେଶ ଦୂଷିତ ହେଉଛି। ତମମାନଙ୍କୁ ସ୍ୱଚ୍ଛ ଭାରତ ଅଭିଯାନ ଉପରେ କହିବାକୁ ଆମ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ମିସ୍ ସୁଶ୍ରୀ ସଙ୍ଗୀତା ଉପସ୍ଥିତ ଅଛନ୍ତି। ମୁଁ ତାଙ୍କୁ ମଞ୍ଚକୁ ନିମନ୍ତ୍ରଣ କରୁଛି। ମିସ୍ ସଙ୍ଗୀତା। ଧନ୍ୟବାଦ। ସମସ୍ତଙ୍କୁ ମୋର ନମସ୍କାର। ବିଶେଷ ଭାବରେ ଏଠାରେ ଉପସ୍ଥିତ ଥିବା ଏହି ଅଞ୍ଚଳ ବସ୍ତିର ଶିକ୍ଷିତ ପିଲାଙ୍କୁ ମୁଁ ସ୍ୱାଗତ କରୁଛି। ସେମାନେ ହିଁ ସଚେତନ ହେଲେ ଏଠାରେ ଗୋଟିଏ ସୁନ୍ଦର ପରିବେଶ ସୃଷ୍ଟି ହେବ। ସମସ୍ତେ ସୁସ୍ଥ ଓ ସତେଜ ରହିବେ, ନା କ'ଣ କହୁଛନ୍ତି? ମୁଁ ବର୍ତ୍ତମାନ ଏଠାରେ ଉପସ୍ଥିତ ଥିବା ଶିକ୍ଷିତ ପିଲାମାନଙ୍କୁ କିଛି ପ୍ରଶ୍ନ ପଚାରିବି। ସମସ୍ତେ ପ୍ରସ୍ତୁତ ତ? ହଁ, ଆମେ ପ୍ରସ୍ତୁତ ଅଛୁ। କହିଲ, ସ୍ୱଚ୍ଛ ଭାରତ ଅଭିଯାନ ଆମ ଦେଶରେ କେବେ ଆରମ୍ଭ ହୋଇଥିଲା? 2014 ମସିହା ଅକ୍ଟୋବର 2 ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ। ଏକଦମ ଠିକ୍। ଏଥର କହିଲ, ଆମ ଦେଶ ଭାରତକୁ ସ୍ୱଚ୍ଛ ରଖିବାର ସ୍ୱପ୍ନ କାହାର ଥିଲା? ଆମର ଜାତିର ପିତା ମହାତ୍ମା ଗାନ୍ଧୀ। ଆରେ ବାଃ, ତମେମାନେ ଠିକ୍ ମନେ ରଖିଛ। ଏଥର ମୁଁ ତୁମମାନଙ୍କୁ ଏ ସ୍ୱଚ୍ଛ ଭାରତ ଅଭିଯାନ ଉପରେ କିଛି କହୁଛି। ଶୁଣ, ଯଦି କାହାର କିଛି ପଚାରିବାର ଥାଏ ତୁମମାନେ ମୋତେ ପଚାରିବ। ହଁ, ସମସ୍ତେ ମନ ଦେଇ ଶୁଣ। ତାହେଲେ ଶୁଣନ୍ତୁ। ତୁମେମାନେ ଘରର ଅଳିଆ, ପରିବା ଚୋପା, ପ୍ଲାଷ୍ଟିକ୍ ଇତ୍ୟାଦିକୁ ଏଣେତେଣେ ଫିଙ୍ଗିବାରୁ ଆମ ପରିବେଶ ଦୂଷିତ ହେଉଛି। ଏହି ଯୋଗୁଁ ଜୀବାଣୁ, ଭୂତାଣୁମାନ ସୃଷ୍ଟି ହୋଇ ରୋଗ କରୁଛନ୍ତି। ତେଣୁ ତୁମେମାନେ ଅଳିଆ ଆବର୍ଜନାକୁ ଏଣେତେଣେ ନ ଫୋପାଡ଼ି ସରକାର ଦେଇଥିବା ଡଷ୍ଟବିନ୍ରେ ପକାଇବ। ନାଳ ନର୍ଦ୍ଦମାରେ କିଛି ବି ଅଳିଆ ପକାଇବ ନାହିଁ। ରାସ୍ତାଘାଟ ଅଳିଆ ଆବର୍ଜନା ହେଲେ କ'ଣ ହେବ? ହଁ, ଅଳିଆ ଆବର୍ଜନା ଗୁଡ଼ିକ ପଚିଗଲେ ଦୁର୍ଗନ୍ଧ ହେବ, ରୋଗ ଜୀବାଣୁ ସୃଷ୍ଟି ହେବ। ସେମାନେ ଶରୀରକୁ ଯାଇ ବିଭିନ୍ନ ରୋଗ କରିବେ। ଏଥିପାଇଁ ଆମକୁ କ'ଣ କରିବାକୁ ପଡ଼ିବ? ଶୁଣନ୍ତୁ, ସମସ୍ତେ ମନେ ରଖନ୍ତୁ। ସ୍ୱଚ୍ଛ ଭାରତ, ସୁସ୍ଥ ଜୀବନ। ସ୍ୱଚ୍ଛତା ହିଁ ଦକ୍ଷତା ଆଣିଥାଏ। ତା ମାନେ ହେଲା ଆମେ ଯେତେ ପରିଷ୍କାର ରହିବା, ପରିବେଶକୁ ପରିଷ୍କାର ରଖିବା, ଆମକୁ ରୋଗ ତ ହେବନି, ତା ସହିତ କାମ କରିବାକୁ, ପାଠ ପଢ଼ିବାକୁ ଆଗ୍ରହ ମଧ୍ୟ ଆସିବ। ଯଦି ତୁମମାନଙ୍କର ପିଲାକୁ ରୋଗ ହେବ, ସେମାନଙ୍କର ପାଠ ପଢ଼ିବା ପାଇଁ ଇଚ୍ଛା ହେବ ନାହିଁ, ସେ ସ୍କୁଲ ବି ଯିବେନି। ତେଣୁ ଆମକୁ ପରିଷ୍କାର ପରିଚ୍ଛନ୍ନ ରହିବାକୁ ପଡ଼ିବ। ତା ସହିତ ଆମ ଚାରିପାଖର ପରିବେଶ, ରାସ୍ତାଘାଟ, ନାଳ ନର୍ଦ୍ଦମାକୁ ମଧ୍ୟ ପରିଷ୍କାର ରଖିବାକୁ ପଡ଼ିବ। କ'ଣ ସମସ୍ତେ ବୁଝୁଛ ନା ନାହିଁ? ହଁ, ଆମେ ବୁଝୁଛୁ। ଏଥର ମୁଁ ଆମ ବିଦ୍ୟାଳୟର ଇକୋ କ୍ଲବର ସାର୍ଙ୍କୁ ଅନୁରୋଧ କରିବି, ସେ କିଛି କୁହନ୍ତୁ। ଧନ୍ୟବାଦ ମିସ୍। ଆମ ବିଦ୍ୟାଳୟର ଇକୋ କ୍ଲବ ପକ୍ଷରୁ ଆମ ପିଲାମାନେ ଆଜି ତୁମ ବସ୍ତି ସଫେଇ କଲେ। ମନେ ରଖ, ଆମ ପ୍ରିୟ ପ୍ରଧାନମନ୍ତ୍ରୀ ଭାରତକୁ ସ୍ୱଚ୍ଛ ନିର୍ମଳ ରଖିବା ପାଇଁ ଏହି ସ୍ୱଚ୍ଛ ଭାରତ ଅଭିଯାନର ଡାକରା ଦେଇଛନ୍ତି। ତୁମମାନେ ଏହାକୁ ବୁଝ ଏବଂ ଏଥିରେ ସାମିଲ ହେବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି। ଆଚ୍ଛା, ତୁମମାନଙ୍କ ସମସ୍ତଙ୍କ ଘରେ ପାଇଖାନା ଅଛି? ଯାହା ଜଣାପଡ଼ୁଛି ସମସ୍ତଙ୍କ ଘରେ ପାଇଖାନା ନାହିଁ ବୋଧେ। ଏ ବିଷୟରେ ସୁଶ୍ରୀ ମିସ୍ ତୁମମାନଙ୍କୁ କ'ଣ କହୁଛନ୍ତି ଶୁଣ। ଶୁଣନ୍ତୁ, ତୁମେମାନେ ସମସ୍ତେ ପାଇଖାନା ବ୍ୟବହାର କର। ବାହାରେ ମଳତ୍ୟାଗ କଲେ ପରିବେଶ ତ ଦୂଷିତ ହେବ, ତୁମମାନଙ୍କର ଦେହ ବି ଅସୁସ୍ଥ ହେବ। ପାଇଖାନା ତିଆରି କରିବା ପାଇଁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ସରକାର ସୁବିଧା କରିଛନ୍ତି। ମିସ୍, କି ସୁବିଧା ରହିଛି ଟିକେ ବୁଝେଇ କହିଲେ ହୁଅନ୍ତାନି? ଆଜ୍ଞା,
ଯେଉଁମାନଙ୍କର ପାଇଖାନା ନାହିଁ ସେମାନେ ସ୍ଥାନୀୟ ମ୍ୟୁନିସିପାଲିଟି କିମ୍ବା ବ୍ଲକରେ ଆବେଦନ କଲେ ସରକାର ଆର୍ଥିକ ଅନୁଦାନ ଦେଇ ପାଇଖାନା ତିଆରି କରିବେ। ଆହୁରି ଶୁଣ, ଏ ବସ୍ତିର ଶିକ୍ଷିତ ପିଲାମାନଙ୍କୁ ମୁଁ ଅନୁରୋଧ କରିବି ଯେଉଁମାନଙ୍କର ପାଇଖାନା ନାହିଁ ଏ ଦିଗରେ ତାଙ୍କୁ ସହଯୋଗ କରନ୍ତୁ। କ'ଣ ସହଯୋଗ କରିବଟି? ଆମେ ନିଶ୍ଚୟ ସହଯୋଗ କରିବୁ। ପାଇଖାନା ତିଆରି ପାଇଁ ଆମକୁ କେତେ ଟଙ୍କା ମିଳିବ? ହଁ ପିଲାମାନେ, ଏଥିପାଇଁ ସରକାରଙ୍କ ତରଫରୁ 12,000 ଟଙ୍କା ଦେବାର ବ୍ୟବସ୍ଥା ରହିଛି। ଏଥର ମୁଁ ଅନୁରୋଧ କରୁଛି ଏଠାରେ ଉପସ୍ଥିତ ଥିବା ଜଣେ ପିଲା ଏଠାକୁ ଆସନ୍ତୁ ଏବଂ ଆଜିର କାର୍ଯ୍ୟକ୍ରମରୁ କ'ଣ ଶିଖିଲେ କୁହନ୍ତୁ। କିଏ ଆସିବ? ତମେ ଆସ, ତମ ନାଁ କୁହ, ତାପରେ କହିବ। ନମସ୍କାର, ମୁଁ ଏଇ ବସ୍ତିରେ ରହେ। ମୋ ନାଁ ସୌଦାମିନୀ। ଆଜି ଆମ ପାଖ ସ୍କୁଲର ଇକୋ କ୍ଲବର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଆସି ଆମ ବସ୍ତି ସଫେଇ କଲେ। ଆମେ ଏଥିରୁ ବହୁତ ଶିଖିଲୁ। ଏଣିକି ଆମେ ଆମ ବସ୍ତିକୁ ପରିଷ୍କାର ରଖିବୁ। ଆମେ ବସ୍ତିକୁ ସ୍ୱଚ୍ଛ ରଖିବୁ ଏବଂ ସୁସ୍ଥ ରହିବୁ। ବହୁତ ବଢ଼ିଆ। କ'ଣ ମଉସା ବୁଝିପାରିଲେ ତ? ହଁ ମୁଁ ବୁଝିଲି। କ'ଣ ବୁଝିଲେ କହିଲେ ଦେଖିବା। ଏଣିକି ଆମେ ଅଳିଆ ରାସ୍ତାରେ ପକାଇବୁନି, ସମସ୍ତେ ପାଇଖାନା ବ୍ୟବହାର କରିବୁ। ଆମ ବସ୍ତିରେ ଯାହାର ପାଇଖାନା ନାହିଁ ଆମେ ମିଶିକି ସମସ୍ତେ ଆମ ଜନପ୍ରତିନିଧିକୁ କହିବୁ। ବାଃ, ବହୁତ ବଢ଼ିଆ। ଆଚ୍ଛା, ଆଜି ଆମ ସ୍କୁଲର ପିଲାମାନଙ୍କର କାମ କେମିତି ଲାଗିଲା ଟିକେ କହିଲେ? ବହୁତ ଭଲ। ମୁଁ ବି ବହୁତ କିଛି ଶିଖିଲି। ମୁଁ ବି ପାନ ଛେପ ରାସ୍ତାରେ ପକାଉଥିଲି, ଆଉ ଜମା ସେ ଭୁଲ କରିବିନି। ଶୁଣିଲେ ତ ପିଲାମାନେ, ମଉସା କ'ଣ କହିଲେ? ଏଣିକି ତୁମେମାନେ ସମସ୍ତେ ସଫା ସୁତୁରା ରହିବ, କେହି ବି ବସ୍ତିକୁ ଅପରିଷ୍କାର କରିବନି। ବୁଝିପାରିଲ ତ? ଏଥର ତମେ ସମସ୍ତେ ଆମ ବିଦ୍ୟାଳୟର ଇକୋ କ୍ଲବ ଛାତ୍ରଛାତ୍ରୀଙ୍କ ସହିତ ମିଶିକି କୁହ, ପରିବେଶକୁ ସଫା ରଖିବା ଯେବେ, ସୁଖ ଶାନ୍ତିରେ ଦିନ କାଟିବା ତେବେ। ପରିବେଶକୁ ସଫା ରଖିବା ଯେବେ, ସୁଖ ଶାନ୍ତିରେ ଦିନ କାଟିବା ତେବେ। ସ୍ୱଚ୍ଛ ଭାରତ ସୁସ୍ଥ ଭାରତ, ସ୍ୱଚ୍ଛ ଭାରତ ସୁସ୍ଥ ଭାରତ, ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ। ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ। ମୋ ସହିତ ମିଶିକି କୁହ, ସ୍ୱଚ୍ଛ ଭାରତ ସୁସ୍ଥ ଭାରତ। ସ୍ୱଚ୍ଛ ଭାରତ ସୁସ୍ଥ ଭାରତ। ସ୍ୱଚ୍ଛ ତୁମ ମନ ଥିଲେ ଦେଶ ପାଇଁ ପ୍ରେମ ଥିବ। ବିଦେଶରେ ଆମ ଦେଶ ଭାବମୂର୍ତ୍ତି ଭଲ ଥିବ। ଆସ ହେ ଶ୍ରମିକ, ଆସ ହେ କୃଷକ, ନେବା ଶପଥ। ସ୍ୱଚ୍ଛ ଭାରତ ମୋ ସ୍ୱଚ୍ଛ ଭାରତ, ସ୍ୱଚ୍ଛ ଭାରତ ମୋ ସ୍ୱଚ୍ଛ ଭାରତ। ଗାଁରୁ ସହର, ଦେଶରୁ ବିଦେଶ ନବା ଶପଥ। ସ୍ୱଚ୍ଛ ଭାରତ ମୋ ସ୍ୱଚ୍ଛ ଭାରତ, ସ୍ୱଚ୍ଛ ଭାରତ ମୋ ସ୍ୱଚ୍ଛ ଭାରତ। ଶୁଣିଲ ପିଲେ ସଙ୍ଗୀତ ରୂପକ ସ୍ୱଚ୍ଛତା ହିଁ ସୁସ୍ଥତା। ରଚନା କରିଥିଲେ ବଳଭଦ୍ର ମହାନ୍ତି ଏବଂ ପରିବେଷଣ କରିଥିଲେ ରାଣୀହାଟ ଉଚ୍ଚ ବିଦ୍ୟାଳୟ କଟକର ପିଲାମାନେ। ପିଲାଏ, ଆମ ଶରୀରରେ ଅନେକ ପ୍ରକାରର ଅଙ୍ଗ ସବୁ ରହିଛନ୍ତି। ସେମାନେ ପରସ୍ପର ସହ ଜଡ଼ିତ। ଏସବୁ ଅଙ୍ଗଗୁଡ଼ିକୁ ଯୋଡ଼ିଥାଏ ଆମ ସ୍ନାୟୁତନ୍ତ୍ର। ଆସ ଆଜି ବିଜ୍ଞାନ ବାର୍ତ୍ତାରେ ଜାଣିବା ଆମ ସ୍ନାୟୁତନ୍ତ୍ର ବିଷୟରେ। କହିଛନ୍ତି ଧୀରେନ୍ଦ୍ର କୁମାର ଷଡ଼ଙ୍ଗୀ। ପିଲାମାନେ, ତୁମେ ଜାଣିଛ ମଲ୍ଲି ଫୁଲର ବାସ୍ନା ଆମକୁ ଆକର୍ଷିତ କରେ, କିନ୍ତୁ ପଚା ଶବର ଦୁର୍ଗନ୍ଧଠାରୁ ଆମେ ଆପେ ଆପେ ଦୂରେଇ ଯାଉ। ଗୋଟିଏ ସୁନ୍ଦର ଫୁଲ ବା ପଟ୍ଟଚିତ୍ରକୁ ଆମେ ନିରେଖି ଦେଖୁ, କିନ୍ତୁ ହଠାତ୍ ଯଦି ଗୋଟିଏ ପୋକ ଆମ ଆଖି ଆଗକୁ ମାଡ଼ି ଆସେ, ଆମ ଆଖିପତା ଆପେ ଆପେ ବନ୍ଦ ହୋଇଯାଏ। ଏହିସବୁ ଘଟଣା ଆମ ଶରୀରର ସ୍ନାୟୁ ଓ ସମ୍ବେଦକ ଅଙ୍ଗ ଦ୍ୱାରା କାର୍ଯ୍ୟକାରୀ ହୋଇଥାଏ। ଆମ ଶରୀରର ସ୍ନାୟୁ ଓ ସମ୍ବେଦକ ଅଙ୍ଗଗୁଡ଼ିକୁ ନେଇ ଆମ ଶରୀରର ସ୍ନାୟୁତନ୍ତ୍ର ଗଠିତ। ପ୍ରଥମେ ଆମେ ସମ୍ବେଦକ ଅଙ୍ଗଗୁଡ଼ିକ ବିଷୟରେ ଆଲୋଚନା କରିବା। ଆମ ଶରୀରରେ 5ଟି ସମ୍ବେଦକ ଅଙ୍ଗ ରହିଛି, ଯଥା ଆଖି, ନାକ, କାନ, ଜିଭ ଓ ଚର୍ମ। ଏହି ସମ୍ବେଦକ ଅଙ୍ଗଗୁଡ଼ିକ ଆମକୁ ଆମ
ପରିବେଶରେ ଘଟୁଥିବା ବିଭିନ୍ନ ଘଟଣା ବିଷୟରେ ଅବଗତ କରାନ୍ତି। ଖାଦ୍ୟ ଗ୍ରହଣ ପ୍ରାଣୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ, କିନ୍ତୁ ଖାଦ୍ୟ ଓ ଅଖାଦ୍ୟ ଚିହ୍ନିବା ତାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ସବୁ ପ୍ରାଣୀଙ୍କର ସମ୍ବେଦକ ଅଙ୍ଗଗୁଡ଼ିକ ପାଟିର ପାଖାପାଖି ରହିଛନ୍ତି। ଆଖି ଦ୍ୱାରା ଆମେ ପରିବେଶରେ ଘଟୁଥିବା ସମସ୍ତ ଘଟଣାକୁ ଦେଖିପାରୁ। ନାକ ଖାଦ୍ୟର ଗନ୍ଧ ବାରିପାରେ, ଜିଭ ସ୍ୱାଦ ବାରିପାରେ, କାନ ପରିବେଶରେ ସୃଷ୍ଟି ହେଉଥିବା ବିଭିନ୍ନ ପ୍ରକାର ଧ୍ୱନି ଜାଣିପାରେ ଏବଂ ଚର୍ମ ସମସ୍ତ ପ୍ରକାର ସ୍ପର୍ଶକୁ ଠଉରେଇପାରେ। ପ୍ରାଣୀ ନିଜକୁ ସୁହାଇବା ପରି କାର୍ଯ୍ୟ କରି ପରିବେଶ ସହିତ ଖାପ ଖୁଆଇ ବଞ୍ଚେ। ଏଥିସହିତ ପ୍ରତି ସମୟରେ ଘଟୁଥିବା ହୃତ୍ସ୍ପନ୍ଦନ, ଶ୍ୱାସକ୍ରିୟା, ପାକକ୍ରିୟା, ଶୋଇବା, ଖେଳିବା, ଶରୀରରୁ ବର୍ଜ୍ୟ ନିଷ୍କାସନ କରିବା ପରି ବିଭିନ୍ନ ପ୍ରକାର କାର୍ଯ୍ୟକୁ ମଧ୍ୟ ସ୍ନାୟୁତନ୍ତ୍ର ନିୟନ୍ତ୍ରଣ କରିଥାଏ। ତେଣୁ ସଂକ୍ଷେପରେ କହିଲେ ସ୍ନାୟୁତନ୍ତ୍ର ଆମ ଶରୀରରେ ରହିଥିବା ସମସ୍ତ ଅଙ୍ଗ ଓ ତନ୍ତ୍ରଗୁଡ଼ିକର କାର୍ଯ୍ୟ ନିୟନ୍ତ୍ରଣ କରେ ଏବଂ ବିଭିନ୍ନ ଅଙ୍ଗ ମଧ୍ୟରେ ସମନ୍ୱୟ ରକ୍ଷା କରେ। ମାନବ ସ୍ନାୟୁତନ୍ତ୍ରକୁ ଆମେ 3 ଭାଗରେ ବିଭକ୍ତ କରିପାରିବା, ଯଥା କେନ୍ଦ୍ରୀୟ ସ୍ନାୟୁତନ୍ତ୍ର, ପ୍ରାନ୍ତୀୟ ସ୍ନାୟୁତନ୍ତ୍ର ଓ ସ୍ୱୟଂକ୍ରିୟ ସ୍ନାୟୁତନ୍ତ୍ର। କେନ୍ଦ୍ରୀୟ ସ୍ନାୟୁତନ୍ତ୍ର ମସ୍ତିଷ୍କ ଓ ସୁଷୁମ୍ନା କାଣ୍ଡକୁ ନେଇ ଗଠିତ। ମସ୍ତିଷ୍କରୁ ବାହାରିଥିବା କରୋଟି ସ୍ନାୟୁ ଓ ସୁଷୁମ୍ନା କାଣ୍ଡରୁ ବାହାରିଥିବା ସୁଷୁମ୍ନା ସ୍ନାୟୁକୁ ନେଇ ପ୍ରାନ୍ତୀୟ ସ୍ନାୟୁତନ୍ତ୍ର ଗଠିତ। ସ୍ୱୟଂକ୍ରିୟ ସ୍ନାୟୁତନ୍ତ୍ର ସମ୍ବେଦୀ ଓ ପାରାସମ୍ବେଦୀ ସ୍ନାୟୁକୁ ନେଇ ଗଠିତ। ମସ୍ତିଷ୍କ, ସୁଷୁମ୍ନା କାଣ୍ଡ, କରୋଟି ସ୍ନାୟୁ ଓ ସୁଷୁମ୍ନା ସ୍ନାୟୁ ଅନେକ ଗୁଡ଼ିଏ ସ୍ନାୟୁକୋଷକୁ ନେଇ ଗଠିତ। ତେଣୁ ସ୍ନାୟୁକୋଷ ହେଉଛି ସ୍ନାୟୁତନ୍ତ୍ରର ଗାଠନିକ ଓ କ୍ରିୟାତ୍ମକ ଏକକ। ପରିବେଶରେ ସୃଷ୍ଟି ହେଉଥିବା ଧ୍ୱନି ବା ଆଖିରେ ଦେଖୁଥିବା ଚିତ୍ର ବା ଖଟା, ମିଠା, ପିତା ପରି ସ୍ୱାଦକୁ ଗ୍ରାହୀ ଅଙ୍ଗରେ ରହିଥିବା ସ୍ନାୟୁକୋଷ ସଂଗ୍ରହ କରି ବିଦ୍ୟୁତ୍ ରସାୟନିକ ପ୍ରକ୍ରିୟା ଦ୍ୱାରା 1ରୁ ଅଧିକ ସ୍ନାୟୁକୋଷ ବାଟ ଦେଇ ଶେଷରେ ମସ୍ତିଷ୍କଠାରେ ପହଞ୍ଚାଏ। ପେଶୀ ବା ଗ୍ରନ୍ଥି ମାଧ୍ୟମରେ ମସ୍ତିଷ୍କ ନିଜର ପ୍ରତିକ୍ରିୟା ପ୍ରକାଶ କରିଥାଏ। ନିଜର ଆବଶ୍ୟକତା ଅନୁସାରେ ଆମେ ଖାଇବା, ପିଇବା, ଶୋଇବା, ପଢ଼ିବା ପରି ଅନେକ କାର୍ଯ୍ୟ କରିଥାଉ। ଏହିସବୁ କାର୍ଯ୍ୟ ମସ୍ତିଷ୍କ ନିର୍ଦ୍ଦେଶରେ ପରିଚାଳିତ ହୋଇଥାଏ। ମସ୍ତିଷ୍କ ନିର୍ଦ୍ଦେଶରେ ପରିଚାଳିତ ଏହି କାମଗୁଡ଼ିକୁ ଐଚ୍ଛିକ କ୍ରିୟା କୁହାଯାଏ। ଆମ ଅଜ୍ଞାତସାରରେ ଆପେ ଆପେ ଶରୀର ଭିତରେ ଶ୍ୱାସକ୍ରିୟା, ହୃତ୍ପିଣ୍ଡର ସ୍ପନ୍ଦନ, ରେଚନ, ଖାଦ୍ୟ ପରିପାକ, ରକ୍ତ ସଞ୍ଚାଳନ, ଗ୍ରନ୍ଥିରୁ କ୍ଷରଣ ପରି ଅନେକ କାର୍ଯ୍ୟ ସମ୍ପାଦିତ ହୋଇଥାଏ। ଏହିସବୁ ଅନୈଚ୍ଛିକ କ୍ରିୟା ସ୍ୱୟଂକ୍ରିୟ ସ୍ନାୟୁତନ୍ତ୍ର ଦ୍ୱାରା ପରିଚାଳିତ ହୋଇଥାଏ। ଏଥିସହିତ ବେଳେବେଳେ କିଛି ଅତି ଜରୁରୀ କାର୍ଯ୍ୟ ମସ୍ତିଷ୍କର ଅଗୋଚରରେ ସୁଷୁମ୍ନା କାଣ୍ଡ ଦ୍ୱାରା ପରିଚାଳିତ ହୋଇଥାଏ। ଯେପରି ଆମେ ଶୋଇବା ସମୟରେ ମଶା କାମୁଡ଼ିଲେ ଆମ ହାତ ମଶାକୁ ମାରିବା ପାଇଁ ଆପେ ଆପେ ଚାଲିଯାଏ। ଏହାକୁ ପ୍ରତିକ୍ଷେପ କ୍ରିୟା କୁହାଯାଏ। ଏହିପରି ଭାବରେ ସ୍ନାୟୁତନ୍ତ୍ର ଶରୀରରେ ରହିଥିବା ବିଭିନ୍ନ ଅଙ୍ଗକୁ ନିୟନ୍ତ୍ରଣ କରିବା ସହିତ ସେମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିଥାଏ। ଏଥର ଆସ ପିଲେ ଶୁଣିବା ପଲ୍ଲୀ ଗୀତଟିଏ, ଯାହାକୁ ତମ ପାଇଁ ଲେଖିଛନ୍ତି କ୍ଷୀରୋଦ ଚନ୍ଦ୍ର ପୋଥାଳ ଏବଂ ଗୀତଟିକୁ ଗାଉଛନ୍ତି ସଂସ୍କୃତି ଭଞ୍ଜ। ଫୁଲର ହାଟ ବୋଧେ ଖରାରେ
ବସିଲା ଫୁଲର ହାଟ ଭୋଦି ଖରାରେ ସଫା ଦିଶିଲାଣି ଆମ ଗାଁ ବାଟ ଘାଟ ଆମ ଗାଁ ବାଟ ଘାଟ ଆଜି ରବିବାର ଭାଲୁକୁଣି ଓଷା ଲାଗିଅଛି ଫୁଲ ତୋଳା ସାଇ ଝିଅମାନେ ପାହାନ୍ତିରୁ ଉଠି ଗଲେ ହୋଇ ମେଳା ମେଳା ଆଜି ରବିବାର ଭାଲୁକୁଣି ଓଷା ଲାଗିଅଛି ଫୁଲ ତୋଳା ସାଇ ଝିଅମାନେ ପାହାନ୍ତିରୁ ଉଠି ଗଲେ ହୋଇ ମେଳା ମେଳା ହୁଳାହୁଳି ଦେଇ ବାଲୁକା ପୂଜନ୍ତି ଉଛୁଳେ ପୋଖରୀ ତୁଠ ଉଛୁଳେ ପୋଖରୀ ତୁଠ ଶରତ ଆସିଲା ମରତ ହସିଲା ବସିଲା ଫୁଲର ହାଟ ଭୋଦି ଖରାରେ ସଫା ଦିଶିଲାଣି ଆମ ଗାଁ ବାଟ ଘାଟ ଆମ ଗାଁ ବାଟ ଘାଟ ଆମ ଗାଁ ବାଟ ଘାଟ ପିଲାଏ ଆଜିର କାର୍ଯ୍ୟକ୍ରମ ତମାନଙ୍କୁ କେମିତି ଲାଗିଲା ସେ ବିଷୟରେ ନିଶ୍ଚୟ ଚିଠି ଲେଖି ଆମ ପାଖକୁ ପଠାଇବ। ଚିଠି ଲେଖିବାର ଠିକଣା ହେଲା କିଶୋର ଚକ୍ର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ୍ 753001। ପିଲାଏ ଆଜି ତ ସମୟ ସରିବାକୁ ବସିଲାଣି। ପିଲାଏ ପୁଣି ଥରେ ତମ ସହ ଭେଟ ହେବ ଆଗାମୀ ଶନିବାର ଠିକ୍ ଅପରାହ୍ନ 5ଟା ବେଳେ। ଶୁଣିବାକୁ ଜମାରୁ ଭୁଲିବନି ତମର ପ୍ରିୟ କାର୍ଯ୍ୟକ୍ରମ କିଶୋର ଚକ୍ର। ତେବେ ଆଜି ପାଇଁ ଏତିକି।